କବିତା ଓ ବୌଦ୍ଧିକତା। ସରସ ଏବଂ ଛନ୍ଦବଦ୍ଧ ରଚନାର ନାମ କବିତା ବୋଲି ଓଡ଼ିଆ ଭାଷାର ଅଭିଧାନ ବା ଡିକ୍ସନାରୀ କହେ। ଇଂରାଜୀ କବି ଉଇଲିୟମ ୱାର୍ଡସୱାର୍ଥ କହିଲେ, କବିତା ହେଉଛି କବି ମନର ଶକ୍ତିଶାଳୀ ଭାବନାର ସ୍ୱତଃସ୍ଫୂର୍ତ୍ତ ପ୍ରକାଶ ବା ପୋଏଟ୍ରି ଇଜ୍ ଦ ସ୍ପଣ୍ଟାନିୟସ୍ ଓଭରଫ୍ଲୋ ଅଫ୍ ପାୱାରଫୁଲ୍ ଫିଲିଂସ୍। ଆମର ଓଡ଼ିଆ ରୀତିଯୁଗୀୟ ଭକ୍ତକବି ଦୀନକୃଷ୍ଣ ଦାସ ତାଙ୍କ ରଚିତ ରସକଲ୍ଲୋଳ ନାମକ କାବ୍ୟରେ କହିଛନ୍ତି, କବିତା ବନିତା କବିତା ପିତା, କହିବା ଲୋକ ତା ଉପମାତା, କଲେ ଭୋଗ ତାକୁ ରସିକ ନେତା, କେତେହିଁ ଅବା ରହଇ ଯୋଗ୍ୟତା, କୁମତି ଗୁଆଁର କେବଳ ବୈମାତ୍ର ଭାଇ ତାର। ଇଂରାଜୀ କବି କଲେରିଜିଙ୍କ ମତରେ ପୋଏଟ୍ରି ଇଜ୍ ଦ ଇମୋର୍ଟାଲିଟି ଅଫ୍ ସ୍ପିଚ୍, ଅର୍ଥାତ୍ କବିତା ହେଉଛି କବିର ଅମର ଗାଥା। କବି ମରିଯାଇଛି, ହେଲେ ତା ରଚିତ କବିତା ଆଜି ପର୍ଯ୍ୟନ୍ତ ବଞ୍ଚିକି ଅଛି, ପାଠରେ ପଢ଼ାଯାଉଛି। କବିତାର ମତି ବା ଭାବଭଙ୍ଗୀ ସମ୍ବନ୍ଧରେ ସୂଚାଇବାକୁ ଯାଇ ଅନୁଗୁଳ କଲଣ୍ଡାପାଳର ଜନ୍ମିତ ସନ୍ତାନ ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକ ତାଙ୍କ ରଚିତ କବି ହେବା ପାଇଁ ବାସନା ମୋର ନାମକ କବିତାରେ କହିଛନ୍ତି, ଅଭିମାନିନୀର ବିଷମ ରୀତି, ବୁଝି ହୁଏ ନାହିଁ ତାହାର ତିଥି, ବେଳେ ବେଳେ ଆସି ବରଷା ପ୍ରାୟ, ବଳେ ବଳେ ଧାରା ଅଜାଡ଼ି ଯାଏ, ରଖିବା ପାଇଁ ମୁଁ ପାଏନି ଭାଷା। କବିତାର ଶକ୍ତିଶାଳୀ ଭାବନାଟି ହେଉଛି କବିତା ରଚନାର ଆବେଗ ସମନ୍ୱିତ ପ୍ରାଣମୟ ମୁହୂର୍ତ୍ତ। ଆଉ ଯେଉଁ ମୁହୂର୍ତ୍ତରେ କବି ନୈସର୍ଗିକ ଈଶ୍ୱରାଦିଷ୍ଟରେ ଚଞ୍ଚଳ ମତି ହୋଇ ଲେଖନୀ ଧରି କବିତା ଲେଖିବାକୁ ବସିଯାଏ, ରାତି ଦିନ ଜାଗିବା ଶୋଇବାକୁ କିଛି ହିଁ ମାନେନା, ଭାବନା ଆସିଲା ତ ଲେଖିବାକୁ ତିଆର ହୋଇଗଲା, ପ୍ରସ୍ତୁତ ହୋଇଗଲା, ସତେକି ସରସ୍ୱତୀ କଣ୍ଠାଭରଣ ହେଲେ କି ଆଉ। ସଂସ୍କୃତରେ କଥିତ ଅଛି, ବାକ୍ୟମ୍ ରସାତ୍ମକମ୍ କାବ୍ୟମ୍, ଅର୍ଥାତ୍ ରସପୂର୍ଣ୍ଣ ବାକ୍ୟ ହିଁ କାବ୍ୟ ବା କବିତା। ଆଉ ରସ କହିଲେ ମନର ପ୍ରତିକ୍ରିୟା, ଆଲମ୍ବନ ଏବଂ ଉଦ୍ଦୀପନ। ରସର ପ୍ରକୃତି। ରାସ୍ତାରେ ଫଣା ଟେକି ଉପସ୍ଥିତ ଥିବା ନାଗସାପକୁ ଦେଖି ବାଟୋଇର ଡରିଯିବା, ପିଛେ ମୁଡ଼ ତେଜ ଚଲ୍ ହୋଇ ପଛଘୁଞ୍ଚା ଦେଇ ଫେରିଯିବା, ଏଇ ବୀରର ଜାତକରେ ଉତ୍ପନ୍ନକାରୀ କ୍ରିୟା। ଆଲମ୍ବନ ବିଭାବ ସାପ ଏବଂ ଉଦ୍ଦୀପନା ବିଭାବ ହେଉଛି ମନର ଭୟ। ଆବେଗ ଓ ପ୍ରଜ୍ଞା କବିତାର ଦୁଇଟି ବିଭାବ। ଆବେଗ ବା ଇଂରାଜୀ ପରିଭାଷାର ଇମୋସନ୍ କହିଲେ ପ୍ରକାଶ ବା ଅଭିବ୍ୟକ୍ତିର ଚଞ୍ଚଳତା ବା ଚାଞ୍ଚଲ୍ୟ, ଚହଳ ସୃଷ୍ଟିକାରୀ ଭାବ। ଆଉ ପ୍ରଜ୍ଞା ବା ବୁଦ୍ଧି ଧୀଶକ୍ତି କହିଲେ ଭାବି ଭାବି ଚିନ୍ତା କରି କରି କବିତା ଲେଖିବାକୁ ବୁଝାଏ। ଆସନ୍ତେ ବର୍ଷାକାଳ ନିଦାଘ ଶେଷେ, ଘୋଟଇ ମେଘମାଳା ଆକାଶ ଦେଶେ। ବର୍ଷା ମଧୁସୂଦନ ରାଓ। ମଧୁସୂଦନ ରାଓ ଆବେଗ ସମନ୍ୱିତ ହୋଇ ଶିଶୁଶ୍ରେଣୀୟ ଏହି ପଦ୍ୟଟିକୁ ଲେଖିଛନ୍ତି, ରଚନା କରିଛନ୍ତି। ହେଲେ ଇଂରାଜୀ ଅଧ୍ୟାପକ, ବିଜେବି କଲେଜ ଭୁବନେଶ୍ୱରର ଅଧ୍ୟକ୍ଷ ଏବଂ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଅତୀତରେ ଥିବା କବି ଗୁରୁପ୍ରସାଦ ମହାନ୍ତିଙ୍କ ରଚିତ ଆଖିର କପୋତ ମୋର ଏବଂ ସୁନାର ଝରଣା ନାମକ ଅତ୍ୟାଧୁନିକ ବୌଦ୍ଧିକ ବୁଦ୍ଧିଦୀପ୍ତ କବିତା ରଚନାର ଏହିଭଳି ନାମକରଣ କବିତାର ପ୍ରଜ୍ଞା ମନସ୍କ ଚେତନାର ସୁସ୍ପଷ୍ଟ ଅଭିବ୍ୟକ୍ତି। ବୁଦ୍ଧି ନଥିଲେ ଏଭଳି ନାମଦାନ ନଥାନ୍ତା। ଆଖିର କପୋତ ମୋର ନାମର ମାନେ ହେଲା କବିଙ୍କର ନିଜର ଚକ୍ଷୁର ଚାହାଣୀର ନିରୀହତା, ସରଳତା ବା ସହଜତାକୁ ବୁଝାଏ। ଆଉ ସୁନାର ଝରଣା ନାମର ମାନେ ହେଲା ଗୋରା ରଙ୍ଗର ନାରୀ। ସାଧାରଣତଃ କଥାରେ କୁହାଯାଇଥାଏ କି କନକ ଗୋରୀ। କନକ ମାନେ ସୁନା ବା ସ୍ୱର୍ଣ୍ଣଧାତୁ, ଗୋରୀ ମାନେ ନାରୀ ବା ଯୁବତୀ ଝିଅ। ନାରୀକୁ କବିମାନେ ନଦୀ ବୋଲି କହିଛନ୍ତି। ସେହିପରି ଗୁରୁପ୍ରସାଦଙ୍କର ଗୋବର ଗଣେଶ କବିତାର ନାମିକ ଅର୍ଥଟି ହେଲା ମୂର୍ଖ ପଣ୍ଡିତ, ଭୂଷ ପଣ୍ଡିତ ବା ଜାଣିସିଆଣିଆ ବଦମାସ। କବିତାରେ ଅଛି ଜଣେ ଯୌନ ବିକୃତ ଚିନ୍ତାଧାରୀ, ପରକୀୟା ପ୍ରୀତିକାରୀ, ଭ୍ରଷ୍ଟ, ନଷ୍ଟ, ଲମ୍ପଟ, କାମୁକ, ପରଦାରାସକ୍ତ ବିଟପୀ ପୁରୁଷ ମନରେ ଜାଣୁଛି କି ପରକୀୟା ପ୍ରୀତି କରିବା ପାପ, ଅଧାର୍ମିକ କାମ, ତଥାପି ସେ କରିବାକୁ ଇଚ୍ଛୁକ। ଏଇ ହେଉଛି
ହେଉଛି ଗୋବର ଗଣେଶର ନାମିକ ଅର୍ଥ। ଗୋବର ମୂର୍ଖତାର ପ୍ରତୀକ, ଗଣେଶ ଚତୁର ବା ଚାଲାକ ଚତୁରପଣିଆର ପ୍ରତୀକ। ସେହିପରି IAS ଅଫିସର ଅତୀତରେ ଥିବା ରମାକାନ୍ତ ରଥଙ୍କ ରଚିତ ଇନ୍ଦ୍ରଧନୁ, ଜହ୍ନରାତି, ଚନ୍ଦ୍ରମାର ଚୁଡ଼ି ନାମକ ଶ୍ରେଣୀକକ୍ଷର ବହୁଳ ପାଠ୍ୟାନ୍ତର୍ଗତ କବିତାର ବୌଦ୍ଧିକ ବୁଦ୍ଧି ସଂଯୁକ୍ତ ଅର୍ଥ ନିଷ୍ପନ୍ନ ବା ନିର୍ଗତ ହେଲା ମଣିଷର ସମଗ୍ର ଜୀବନ ଏକ ଇନ୍ଦ୍ରଧନୁର ତର୍କଣା ବା କଳ୍ପନା। ଇନ୍ଦ୍ରଧନୁରେ ଯେମିତି 7ଟି ବିଭିନ୍ନ ଅଲଗା ରଙ୍ଗ ଥାଏ ଆଉ ଏହା ମିଶି ଏକ ହିଁ ଇନ୍ଦ୍ରଧନୁ ବୋଲାଏ, ସେମିତି ସୁଖ ଦୁଃଖ, ଜନ୍ମ ମୃତ୍ୟୁ, ପ୍ରାପ୍ତି ଅପ୍ରାପ୍ତି, ପାଇବା ହରାଇବା, ଲାଭ କ୍ଷତି ଏକ ହିଁ ମଣିଷ ଜୀବନରେ ପ୍ରେମ ଘୃଣା ରୀତିରେ ମିଶିକି ସମନ୍ୱିତ ହୋଇଥାଏ। ତେଣୁ ମଣିଷ ଜୀବନ ହେଉଛି ଏକ ଇନ୍ଦ୍ରଧନୁ ବା ଇଂରାଜୀର ରେନବୋ। କବିଙ୍କର କାବ୍ୟିକ ଦୃଷ୍ଟିଭଙ୍ଗୀରେ ପ୍ରାକୃତିକ ଜହ୍ନରାତିକୁ ଦେଖି କବି ମନର ଆକାଶରେ ଚେତନାର କବିତା ଲେଖିବାର ଜହ୍ନରାତିକୁ ଦେଖି ଛୋଟ ଆକୃତି ବିଶିଷ୍ଟ ଜହ୍ନରାତି କବିତା ଲେଖିଛନ୍ତି ଏବଂ କହିଛନ୍ତି, ଯେତେକ ପଡ଼ିଆ ଜମି ସବୁ ମିଶି ଗୋଟିଏ ସଫେଦ ବିଛଣା ଚାଦର, ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ। ମୁଁ ଏଠାରୁ ପାରିବିନି ଘୁଞ୍ଚି, କାଳେ ଜହ୍ନ ବୁଡ଼ିଯିବ, କାଳେ ମୁଁ ଫେରିବା ବେଳେ ସୂର୍ଯ୍ୟାଲୋକେ ବାଟ ନ ଦିଶିବ। ଯାହାକି BA MA ଓଡ଼ିଆ ଶ୍ରେଣୀରେ କୋର୍ସରେ ଅଛି ଏବଂ ଅତୀତରେ ଥିଲା। ସେହିପରି IAS ଅଫିସର ଥିବା କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ରଚିତ ଝିଅ ପାଇଁ ଗୋଟିଏ କବିତା, ନଦୀ ଏକ ଶତଦ୍ରୁ ଅନେକ, ଶୈଳକଳ୍ପ, ମଇଁଷିର ମୃତ୍ୟୁ ନାମକ କବିତାମାନଙ୍କରେ ଅନେକ ବୌଦ୍ଧିକତାର ଛାପ ଛାଡ଼ିଛନ୍ତି। ଝିଅ ପାଇଁ ଗୋଟିଏ କବିତାରେ ଶାଶୁଘରକୁ ଯାଉଥିବା ଝିଅକୁ ପ୍ରବୋଧନା ବା ସାନ୍ତ୍ୱନା ଦେଇ କବି କହିଛନ୍ତି, ଧରିତ୍ରୀକୁ ଫାଟିଯା ବୋଲି କହିବୁନି ଝିଅ, ପୋତି ହୋଇଯିବ ଆକାଶ। ଅର୍ଥାତ୍ ତୋରି ଅଭିଶାପରେ ତୋର ପରିବାର ଧ୍ୱଂସ ହୋଇଯିବ। ନଦୀ ଜାତି ଦୃଷ୍ଟିରୁ ଏକ ବା ଗୋଟିଏ, ହେଲେ ଶତଦ୍ରୁ ନାମ ଦୃଷ୍ଟିରୁ ଗଙ୍ଗା ଗୋଦାବରୀ କାବେରୀ ମହାନଦୀ ନାମରେ ଜାତିବିଶିଷ୍ଟ ନଦୀ ଅନେକ ବା ଅସଂଖ୍ୟ। ଉଚ୍ଚ ଉଚ୍ଚ ପର୍ବତମାଳାକୁ ଦେଖି ମନେ ପକାଇ କବି ପର୍ବତ ଚିନ୍ତାର କବିତା ଶୈଳକଳ୍ପ ଲେଖିଛନ୍ତି, ଯାହାକି MA ଓଡ଼ିଆ ଶ୍ରେଣୀରେ ପଢ଼ାଯାଇଥିଲା। ମଇଁଷିର ମୃତ୍ୟୁରେ ମାନ୍ୟଗଣ୍ୟ ମହାନ ମହାପୁରୁଷ ଲୋକର କିଛି କ୍ଷତି ହୋଇନଥାଏ। ସାଧାରଣ ଇତର ବା ନଗଣ୍ୟ ଲୋକର ଠିକ୍ ସାମାନ୍ୟ ମଇଁଷିର ମୃତ୍ୟୁର ତର୍କଣା କଳ୍ପନା। କାରଣ ମଇଁଷି ମରିଯାଇଛି, ତେଣୁ ଚଷା ପୁଅଟି ଦୁଃଖରେ ବସିଛି। ସୀତାକାନ୍ତ ମହାପାତ୍ରଙ୍କର ଏ ବି ଜଣେ ଅବସରପ୍ରାପ୍ତ IAS ଅଫିସର ଥିଲେ। ଆରଦୃଶ୍ୟ, ସମୁଦ୍ର, ଦଶହରା ଆଦି ରଚିତ ନାମାୟିତ କବିତାରେ ନିହିତ ବା ରହିଥିବା ବୌଦ୍ଧିକ ଦିଗନ୍ତଟିର ମାହାତ୍ମ୍ୟ ହେଲା, ଆରଦୃଶ୍ୟ ମାନେ ପରଲୌକିକ ଦୃଶ୍ୟ। ଯଶୋଦା ଶ୍ରୀକୃଷ୍ଣଙ୍କ ମାଟିଖିଆ ପାଟିର ଆଁ ଭିତରେ ବିଶ୍ୱରୂପ ଦର୍ଶନ କରିଥିଲେ, ହେଲେ ସଙ୍ଗାତୁଣୀମାନଙ୍କୁ ଦେଖାଇ ପାରିନଥିଲେ ସେ କ'ଣ ଦେଖିଥିଲେ। କୃଷ୍ଣ ପୁଣି ପାଟି ଖୋଲିଲେ, ହେଲେ ସଙ୍ଗାତୁଣୀମାନେ ତାଙ୍କ ପାଟି ଭିତରେ ରହିଥିବା ବିଶ୍ୱରୂପକୁ ଦେଖିପାରିନଥିଲେ। ସମୁଦ୍ର ପୁରୀର ମହୋଦଧିକୁ ବୁଲିବାକୁ ଯାଇ ଦେଖିକି ମୃତ୍ୟୁର ସମୁଦ୍ର କଥା କବିଙ୍କ ମନେ ପଡ଼ିଛି। କାରଣ ପୁରୀର ସମୁଦ୍ର କୂଳରେ ମଶାଣୀ ସ୍ୱର୍ଗଦ୍ୱାର ରହିଛି। ତେଣୁ ଶବ ପୋଡ଼ା ହେବାର ଦୃଶ୍ୟକୁ ଦେଖି ମୃତ୍ୟୁର ମହାସମୁଦ୍ର କବିଙ୍କର ସ୍ମରଣକୁ ଆସିଛି। ସମୁଦ୍ର ମଣିଷକୁ ମାରେ, ତେଣୁ ମୃତ୍ୟୁର ତର୍କଣା ହୋଇଛି। ଦଶହରା ହେଲା ଛୁଟିର ମହୋତ୍ସବର ଖୁସି। ଏଇମିତି କବିତାର ବୌଦ୍ଧିକତା।